ଜଙ୍ଗଲରେ ଦିନେ ବହୁ ଜୋରେ ବର୍ଷା ହେଲା ଆଉ ସେଇ ବର୍ଷାରେ ଟିକି ଚଢ଼େଇ ଘରେ ପୁରା ପାଣି ପଶିଗଲା। हे भगवान, वर्षा भितर तो पानी पशिगला। एबे तो बसा भांगी जीव, मु कौन करिबी? भगवान रक्षा कर। ମାମା ମାମା ବସା ଭାଙ୍ଗିବା ପୂର୍ବରୁ ଚାଲ ଆମେ ବାହାରକୁ ଚାଲିଯିବା। କୁକୁ ଭାଇ ତୁ ଜଲ୍ଦି ଚାଲ। ଟିକି ଚଢ଼େଇ ଗୁଡ଼ିଆ କୁକୁ ଦୁଇ ଜଣ ମିଶିକି ଘରୁ ବାହାରିଛନ୍ତି ତ ତାଙ୍କ ବସା ପୁରା ଭାଙ୍ଗିଗଲା। ମାମା ମାମା ଆମେ ଏବେ କ'ଣ କରିବା? କୋଉଠି ରହିବା? पिला माने आम बसा तैयारी करबाकू समय लागिव। चल आमे अन्य चढ़ेई मानक घरे आश्रय नेबा। ତାପରେ ଟିକି ତା ପୁଅ ଝିଅକୁ ଧରି ଚାଲିଲା। ପ୍ରଥମ ସିଏ ଶୁଆର ଘରେ ଯାଇ ପହଞ୍ଚିଲା ଆଉ ଶୁଆକୁ ସେ ସବୁ କଥା କହିଲା, ଘର ଭାଙ୍ଗିଯିବା କଥା ଶୁଣି ଟ୍ୱିଙ୍କଲ କହିଲା, ନା ନା ଟିକି ଦିଦି, ଆମ ଘରେ ଜାଗା ହେବନି। ତମେ ତିନି ଜଣ ରହିଲେ ମୋ ବସା ଭାଙ୍ଗିଯିବ। ଆମେ ବସାକୁ ସଜାଡ଼ିନୁ। ତମେ ବରଂ ପାରା ଭାଇ ଘରକୁ ଚାଲିଯାଅ। ତାପରେ ଟିକି ଚାଲିଲା ପାରା ଘରକୁ। ହେଲେ ଟିକି ଯାଇ ଦେଖେ ତ ପାରା ଘରେ ତାଲା ପଡ଼ିଛି। ଏବେ କେବଳ ବଞ୍ଚିଲା କାଳୁ କାଉର ଘର। ଟିକି କାଳୁ କାଉର ଘରକୁ ଗଲା। काळू भाई मो बसा भांगी जाईची। मते वर्षा रे टिके तम घरे रहिबाकू दियो। କ'ଣ ଟିକି? ନା ନା ନା, ତମେ ତିନି ଜଣ ଆମ ବସାକୁ ଆମେ सजाଡ଼ିନୁ। काळू भाई ए वर्षा रे मो पिला मानकू मु कुआडे नेकी जीबी। मते टिके दया कर, मु तम गोड़ धरुची। ए वर्षा रे टिके रहिबाकू दियो, मु तम गोड़ धरुची काळू भाई। କ'ଣ ଟିକି, ତୁ ଯେତେ ଗୋଡ଼ ଧଇଲେ ବି କିଛି ହେବନି। ତୁ ଯା, ପଳା ଏଠୁ। ଏମିତି କହି କାଳୁଗୋରି ତାଙ୍କ ଘରର କବାଟ ଦେଇଦେଲେ। ଟିକି ତାପରେ ସେ ଜଙ୍ଗଲରେ ଥିବା ଗୋଟେ ବୁଢ଼ୀ ମାଉସୀ ଘରକୁ ଯାଏ ଆଉ ସେଇଠି ବହୁତ କବାଟ ବାଡ଼େଇ ବୁଢ଼ୀ ମାଉସୀକି ଡାକିବାକୁ ଚେଷ୍ଟା କରେ। ହେଲେ ବୁଢ଼ୀ ମାଉସୀ ତା କଥା ଶୁଣନ୍ତିନି, କାରଣ ସେ ବୁଢ଼ୀ କିଛି ଦିନ ହବ ମରିଯାଇଥିଲା। ସେଇ ବାଟ ଦେଇ ଗୋଟେ ଅଜଣା ଚଢ଼େଇ ଯାଉଥିଲା। ଟିକିର ଏମିତି କଥା ଶୁଣି ସେଇ ଅନ୍ୟ ଚଢ଼େଇ ଜଣ ଆସି ସେଠି ପହଞ୍ଚିଲା। अच्छा भाई, तमे जानिचो एठी जने जो बूढ़ी माउसी चढ़ेई रहउथिले से कुआडे गले? ଓହୋ, ସେ ବୁଢ଼ୀ ଚଢ଼େଇ ସେ ମରିଗଲାଣି କେତେ ଦିନ ହେଲା। ତମେ କ'ଣ ତାଙ୍କ ବନ୍ଧୁବାନ୍ଧବ? ना ना भाई, से घर बिक्री करनांती। मो घर भांगी गला तो सेथिपाई मु तांको घरे आश्रय नेबा पई आसीथिली। ହଁ ହଁ ଚଢ଼େଇ, କିଛି କଥା ନାହିଁ। ତମେ ଚାହିଁଲେ ଏଠି ରହିପାରିବ। ସିଏ ତ ନାହାନ୍ତି। ମୁଁ ଏବେ ଆସୁଛି, ମୋର ବହୁତ କାମ ଅଛି। ଏମିତି କହି ସେଠୁ ସେ ଅନ୍ୟ ଚଢ଼େଇ ଜଣକ ଚାଲିଗଲା। ତାପରେ ଟିକି ଗୁଡ଼ିଆ କୁକୁ ତିନି ଜଣ ସେ ଘରେ ରହିଲେ। ମାମା ଏଠି ତ ରାସନ ଜିନିଷ ଅଛି, ତମେ ମୋ ପାଇଁ ଖାଇବାକୁ କରିଦିଅ। हाँ हाँ गुड़िया, मु एबे सांगे सांगे करी दउची। तुमे दी जणे एठी बसी थाओ। ତାପରେ ଟିକି ସାଙ୍ଗେ ସାଙ୍ଗେ ଖାଇବା କରିଦିଏ। ତାପରେ ଗୁଡ଼ିଆ କୁକୁ ଟିକି ତିନି ଜଣ ବହୁତ ଭଲରେ ଖାଇକି ରୁହନ୍ତି। କିଛି ସମୟ ପରେ ବର୍ଷା ଜୋରେ ଜୋରେ ହୁଏ। ଆଚ୍ଛା ଗୋରି, ବର୍ଷା ପବନ ତ ଜୋରେ ବଢିଲାଣି। ଆମ ବସା ହଁ ହଁ ଭାଙ୍ଗିଯିବ। କାଳୁ, ଆମ ଘର କାହିଁକି ଭାଙ୍ଗିବ? ଆମର ତ ପୁରା ଶିଶୁ କାଠରେ ତିଆରି ହେଇଛି। ଘର ଭାଙ୍ଗିବନି ଜମା। ନା ଗୋରି, ଶିଶୁ କାଠ ଆଣିବାକୁ ମତେ ବହୁତ କଷ୍ଟ ଲାଗିଲା। ସେଥିପାଇଁ ମୁଁ ସଜନା କାଠ ଆଣିଥିଲି। ତମକୁ ମିଛ କହିଥିଲି। ସଜନା କାଠରେ ଘର କରିଛି ମୁଁ। ଏ ସଜନା କାଠ? ହେ ଭଗବାନ, ସିଏ ତ ବହୁତ ନରମ କାଠ। ସେଥିରେ କ'ଣ ଘର ହୁଏ? ଆମ ଘର ଏବେ ଭାଙ୍ଗିଯିବ। ଚାଲ କାଳୁ। ହଁ ହଁ ଗୋରି, ଜଲ୍ଦି ଚାଲ ବାହାରକୁ, ନହେଲେ ଆମେ ଘର ତଳେ ଚାପି ମରିଯିବା। ଜଲ୍ଦି ଚାଲ। ଏମିତି କାଳୁ ଆଉ ଗୋରି କଥାବାର୍ତ୍ତା ହେଲେ ଆଉ ସାଙ୍ଗେ ସାଙ୍ଗେ ଘରୁ ବାହାରି ଚାଲିଗଲେ। ଯେମିତି ସେ ଘରୁ ବାହାରିଛନ୍ତି ସେତିକି ବେଳେ ତାଙ୍କ ଘର ପୁରା ଦି ଖଣ୍ଡ ହୋଇ ତଳେ ଗଳି ପଡ଼ିଲା। ଆଚ୍ଛା କାଳୁ, ଆମ ଘର ତ ଭାଙ୍ଗିଗଲା। ଚାଲ ଜଙ୍ଗଲର ଶେଷରେ ଥିବା ସେ ବୁଢ଼ୀ ଚଢ଼େଇ ମାଉସୀ ଘରକୁ ଯିବା। ହଁ ହଁ ଗୋରି, ଠିକ କହିଛ। ସେ ବୁଢୀ ମାଉସୀ ତ ମରିଯାଇଛି। ଆମେ ତା ଘରେ ରହିବା। ଏମିତି କଥାବାର୍ତ୍ତା ହେଇ କାଳୁ ଗୋରି ଦୁଇ ଜଣ ଚାଲିଲେ ଜଙ୍ଗଲର ଶେଷରେ ଥିବା ବୁଢ଼ୀ ମାଉସୀ ଘରକୁ। ଆଉ ଯାଇ କବାଟ ବାଡ଼େଇ ଦେଖନ୍ତି ତ ଟିକି ଘର ଭିତରୁ କବାଟ ଖୋଲେ। ଆରେ ଟିକି, ତୁ ଏଠି କଣ କରୁଛୁ? काळू भाई, तमे तो मते घरे रहिबाकू देलानी। सेथिपाई मो पिला मानकू नै मु एठी रहउची। ତୋର ତ ଭାରି ସାହସ ଲୋ ଟିକି। ସିଏ ପରା ଘର ଆମକୁ ବିକ୍ରି କରିଦେଇଛି। ଆମେ କାଳୁ ମୁଁ ଏ ଘର କିଣିଛୁ। ତୁ କ'ଣ ରହିଛୁ ମୋ? ବାହାର, ଘରୁ ବାହାର। ना ना गोरी, तमे सेमिति कोनी। तमे जदि रहिबाकू चाहो आम सहित ए घरे रहि परिबो। ଆରେ ଆମେ ତ ଏ ଘର କିଣିଛୁ। ତୋ ସହିତ କାହିଁକି ରହିବୁ? ତୁ ବାହାରିକି ଚାଲିଯା। ଆମେ ଏ ଘରେ ରହିବୁ। ଆମେ ଏ ଘର କିଣିଛୁ ନା ସେ ବୁଢ଼ୀ ମାଉସୀ ଠାରୁ। ना ना गोरी, तमे मिछ कहउछ। से बुढ़ी माउसी ए घर काहाको बिक्री करिनांती। मु ए घरे प्रथमे रहिची। मु एठी रहिबी। मु कुआडे भी जिबिनी। तमे माने चाली जाओ। ଆରେ ଟିକି, ତୋର ତ ବହୁତ ସାହସ ହେଇଗଲାଣି। ତୁ ମୁହଁରେ ଜବାବ ଦଉଛୁ? ରହ। ତାପରେ ଟିକି ଭିତରକୁ ଚାଲିଯାଏ। କାଳୁ ଗୋଟେ ଧକ୍କା ମାରେ ତ ଟିକି ଆସି ପଡ଼େ ବାହାରେ। ତାପରେ ଗୁଡ଼ିଆ କୁକୁ ବି ତା ପଛେ ପଛେ ଚାଲି ଆସନ୍ତି। ଯା ପଳା, ଆସିକି କହିଲା କ'ଣ ନା ଏ ଘରେ ରହିବ। ଏ ଘର ଆମର ହେଲା, ଆମେ ୟାକୁ କିଣିଛୁ। ଏମିତି ଟିକି ଆଉ କୁକୁ ଗୁଡ଼ିଆ କାନ୍ଦୁଥାନ୍ତି ଆଉ ଟିକି ମନେ ମନେ ଭାବୁଥାଏ, ମାମା ମାମା ଆମେ ଏବେ କ'ଣ କରିବା? ଏ ବର୍ଷାରେ ଆମେ କ'ଣ ଏମିତି ଓଦା ହେବା? ଆମେ କେଉଁଠି ରହିବା ମାମା?
ମୁଁ ତ ସେଇ କଥା ଭାବୁଛି ଭଗବାନ ସତରେ ଆମକୁ ଦେଖୁନାହାନ୍ତି, ଆମକୁ ସାହାଯ୍ୟ କରୁନାହାନ୍ତି। ପ୍ରଭୁ କିଛି ତ କର ପ୍ରଭୁ, ନହେଲେ ମୋ ପିଲାମାନଙ୍କୁ ନେଇ ମୁଁ କୁଆଡ଼େ ଯିବି। ସେତିକି ବେଳେ କୁକୁ ସେଇଠି ପୁରା ବେହୋସ ହେଇଯାଏ। ଆରେ କୁକୁ, ତୋର କଣ ହେଲା? ଏବେ ତ କୁକୁକୁ ମେଡିକାଲ ନବାକୁ ପଡିବ। ଗୁଡିଆ ଜଲ୍ଦି ଚାଲ। ଟିକି କୁକୁକୁ ପିଠିରେ ବସେଇ ମେଡିକାଲ ନେଇକି ଯାଉଥାଏ। ଏତେ ବର୍ଷା ହଉଥାଏ ଯେ ଟିକିକୁ କିଛି ବାଟ ଦେଖାଯାଉନଥାଏ। ସେ ଗୋଟେ ଗଛରେ ପିଟି ହେଇ ତଳେ ଖସି ପଡ଼େ ଆଉ ଟିକିର ମୁଣ୍ଡ ଫାଟିଯାଏ। ହେ ଭଗବାନ, ତମେ ଏତେ ନିଷ୍ଠୁର କେମିତି ହେଲ? ମୁଁ ମୋ ପୁଅକୁ ଏବେ ମେଡିକାଲ କେମିତି ନେଇକି ଯିବି? ମୋ ମୁଣ୍ଡ ତ ଫାଟିଗଲା, ମୁଁ କଣ କରିବି ପ୍ରଭୁ? ବେଳେ ସେଇଠି ଜଣେ ଯାଦୁଇ ପରୀ ଆସନ୍ତି ଆଉ ଟିକିର ପରିବାରକୁ ସାହାଯ୍ୟ କରିବା କଥା କୁହନ୍ତି। ତମେ କିଏ? ମୁଁ ହେଉଛି ଯାଦୁଇ ପରୀ। ମୁଁ ତମ ପାଇଁ ଘର କରିଦେବି। ତମେ ଯୋଉ ବସ୍ତୁ ଆଣି ମତେ ଦବ ମୁଁ ସେଇଥିରେ ତମ ପାଇଁ ଘର କରିଦେବି। ପରେ ଗୁଡିଆ ସେଉଠୁ ଚାଲିଲା। ଜଙ୍ଗଲ ଭିତରେ ସେ ଏଣେ ତେଣେ ଖୋଜୁଥାଏ କୋଉ ବସ୍ତୁ ଛୁଇଁବା ପାଇଁ। ହେଲେ ତାକୁ ଗୋଟେ ଗୋଲାପ ଫୁଲ ଦେଖାଗଲା। ଗୁଡିଆ ସେଇ ଗୋଲାପ ଫୁଲକୁ ନେଇକି ସେଇ ଯାଦୁଇ ପରୀକୁ ଦବା ପାଇଁ ଚାଲିଲା। ତାପରେ ଯାଦୁଇ ପରୀ ପୁରା ଜଙ୍ଗଲରେ ମୁଁ ଏ ଗୋଲାପ ଫୁଲ ହିଁ ପାଇଲି। ତାପରେ ଯାଦୁଇ ପରୀ ସେଇ ଗୋଲାପ ଫୁଲରେ ଗୋଟେ ସୁନ୍ଦର ଗୋଲାପ ଫୁଲ ଘର ତିଆରି କରିଦିଏ। ଯାଦୁଇ ପରୀ, ତମକୁ ବହୁତ ବହୁତ ଧନ୍ୟବାଦ ଆମ ପାଇଁ ସୁନ୍ଦର ଘର କରିଥିବାରୁ। ତମେ ଏଇ ଘରେ ଆରାମସେ ରହିପାରିବ। ଯେତେ ବର୍ଷା ହେଲେ ବି ଘର ଭାଙ୍ଗିବନି। ମୁଁ ଏବେ ଆସୁଛି। ଏମିତି କହି ଯାଦୁଇ ପରୀ ସେଠୁ ଚାଲିଗଲା। ସେପଟେ ଚିଲ ଯାଇଥିଲା ବାହାରକୁ। ସିଏ ସେ ବୁଢ଼ୀର ଘର କିଣିଥିଲା। ଚିଲ ଆସି ତା ଘରେ ପହଞ୍ଚେ। ଦେଖେ ତ କାଳୁ ଆଉ ଗୋରି ତା ଘର ଭିତରେ। ଆରେ ତମେମାନେ ଏଠି କ'ଣ କରୁଛ? ଚିଲ ଭାଇ, ଆମେ ପରା ଏ ଘର କିଣିଛୁ, ସେଇଥିପାଇଁ ଏ ଘରେ ରହିଛୁ। ଏ କଥା ଶୁଣି ଚିଲ ବହୁତ ରାଗିଯାଏ ଆଉ କାଳୁ ଗୋରିକୁ ସେ ଘର ଭିତରୁ ଟାଣି ଆଣି ବହୁତ ବାଡ଼ାଏ, ବହୁତ ପିଟେ, ବହୁତ ପିଟେ, ବହୁତ ପିଟେ। ହେ କାଳୁ, ଯଦି ସେ ଟିକିଏ ଘରେ ଥାନ୍ତା ଆମ ବଦଳରେ ସିଏ ମାଡ଼ ଖାଇଥାନ୍ତା। ଆମେ ତାକୁ ବାହାର କରି ନିଜେ ରହିଲେ। ହଁ, ସେଇଥିପାଇଁ ତ ମାଡ଼ଗୁଡ଼ା ଅଯଥାରେ ଆମେ ଖାଇଲେ। ଟିକି ଥିଲେ ଭଲ ହେଇଥାନ୍ତା। କାଳୁଗୋରି ଅଯଥାରେ ମାଡ଼ ଖାଇଲେ ଆଉ ଟିକି ସେ ଗୋଲାପ ଫୁଲ ଘରରେ ବହୁତ ଖୁସିରେ ରହିଲା। ଆପଣମାନଙ୍କୁ ଭିଡ଼ିଓ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଥିଲା ସିଏ, ତା ଶାଶୁ ଆଉ ତାର ପୁଅ ଝିଅ ଗୁଡ଼ିଆ କୁକୁଙ୍କ ସହିତ ରହୁଥିଲେ। ଆଉ ଟିକି ଜଙ୍ଗଲରେ ଗୁପଚୁପ୍ ବିକ୍ରି କରେ, ସେଇଥିରେ ତା ପରିବାର ଚଳେ। ଟିକି, ମତେ ପାର୍ସଲ ଗୁପଚୁପ ଦେ, ଆଉ ତାପରେ ଟିକେ ଚାଟ ଦବୁ, ମୁଁ ଖାଇବି। ନା ନା ଶୁଆ ଭାଇ, ମୁଁ କେବଳ ପାର୍ସଲ ଗୁପଚୁପ ଦେଇ ଦଉଛି, ଆଉ ଚାଟ ବନେଇ ପାରିବିନି। ମୋ ପିଲା ସେପଟେ ଘରେ ଏକା ଅଛନ୍ତି, ମୁଁ ତାଙ୍କ ପାଖକୁ ଯିବି, ସେମାନେ କାନ୍ଦୁଥିବେ। ତାପରେ ଟିକି ଶୁଆକୁ ପାର୍ସଲ ଗୁପଚୁପ୍ ଦେଲା। ତାପରେ ତା ଠେଲା ନେଇ ଘରକୁ ଚାଲିଗଲା। ଆରେ କାମଚୋରଣୀ, 4ଟା ବେଳେ ତ ଭଲ ଗୁପଚୁପ୍ ବିକ୍ରି ହୁଏ, ତୁ କ'ଣ ଘରକୁ ପଳେଇ ଆସିଲୁ? ଆସିବିନି କେମିତି ଯେ ମା? ମୋ ପିଲାମାନେ ଏଠି ଏକା ଅଛନ୍ତି, ତମେ ତ ତାଙ୍କର ଧ୍ୟାନ ଜମାରୁ ବି ରଖୁନ, ସେଥିପାଇଁ ମତେ ଆସିବାକୁ ପଡୁଛି। ନହେଲେ ମୁଁ କାହିଁକି ଆସିଥାନ୍ତି? ତମେ ତ ତାଙ୍କର ଖାଇବା କଥା ବି ବୁଝୁନ। ଏକଥା ଶୁଣି ଟିକିର ଶାଶୁ ପୁରା ରାଗିଗଲା ଆଉ ବାହାରକୁ ଧାଇଁ ଧାଇଁ ଚାଲିଗଲା ଆଉ ଯାଇ ସମସ୍ତଙ୍କୁ ଡାକ ପକେଇଲା। ଆରେ ଜଙ୍ଗଲରେ କିଏ କୋଉଠି ଅଛ? ଆସ, ଜଲ୍ଦି ଆସ ମୋ ଘରକୁ। ମୋ ବୋହୂ ମୋତେ କେମିତି ହଇରାଣ କରୁଛି। ମୋ ପୁଅ ଗଲା ପରେ ମୋ ବୋହୂ ମୋତେ ବହୁତ ହଇରାଣ କରୁଛି। କିଏ କୋଉଠି ଅଛ? ଜଲ୍ଦି ଆସ, ଶୁଣିବ। ଆରେ ଶାଶୁମା, ମୁଁ ତ ତମକୁ କିଛି ହଇରାଣ କରିନି, ମୁଁ ତ ବାସ୍ ଖାଲି କହିଲି। ଆଲୋ ଟିକି, ତୁ ବୁଢ଼ୀଟାକୁ କାହିଁ ହଇରାଣ କରୁଛୁ? ଏମିତିରେ ତ ତାଙ୍କ ପୁଅ ଯିବା ଦୁଃଖରେ ସେ ବହୁତ ଦୁଃଖରେ ଅଛନ୍ତି। ତୁ ଆରେ ଗୋରି, ମୁଁ ସତ କହୁଛି, ମୁଁ କିଛି ବି ଶାଶୁମାଙ୍କୁ କହିନି। ହଉ ହଉ ଟିକି, ତୁ ଶାଶୁମାକୁ ନେଇ ଘର ଭିତରକୁ ଯା। ଆଉ ସେମିତି କେବେ କହିବୁନି। ତାଙ୍କର ଆଉ କିଏ ଅଛି? ତାଙ୍କ ପୁଅ ତ ଚାଲି ଯାଇଛି ନା। ତାପରେ ଟିକି ତା ଶାଶୁ ମାଆକୁ ଧରି ଭିତରକୁ ଆସିଲା। ତାପରେ ସାଙ୍ଗେ ସାଙ୍ଗେ ଯେ ଖାଇବା କଲା ଆଉ ତା ଶାଶୁକୁ ଖାଇବାକୁ ଦେଲା। ସୁମା, ମୋର ବହୁତ ବଡ଼ ଭୁଲ ହେଇଯାଇଛି। ମୁଁ ଆଉ ତମକୁ ସେମିତି କେବେ କହିବିନି। ତମେ ଏବେ ଖାଇଦିଅ ଆଉ ମତେ କ୍ଷମା କରିଦିଅ। ହଁ, ଆଉ ମୋତେ ଯଦି ସେମିତି କେବେ କହିବୁ, ମୁଁ ଜାଣିଥା ତୋତେ ମାରିକି ତୋ ଗୋଡ଼ ହାତ ଭାଙ୍ଗିଦେବି। ମୋତେ ସେମିତି କହିବୁନି ହେଲା, ନହେଲେ ମୁଁ ଯାଇ ଜଙ୍ଗଲରେ ସମସ୍ତଙ୍କୁ କହିବି ଯେ ତୁ ମୋତେ ହଇରାଣ କରୁଛୁ ବୋଲି। ଟିକି ତା ଶାଶୁର ସବୁ କଥା ଶୁଣେ। ସେ ତ ଜାଣିଥିଲା ତା ଶାଶୁ ଛୋଟ କଥାକୁ ବଡ଼ କରି ସମସ୍ତଙ୍କ ଆଗରେ କହିବେ। ସେଥିପାଇଁ ସେ ପୁଣି ତା ପରଦିନ ତାର ଗୁପଚୁପ୍ ଠେଲା ନେଇ ଚାଲିଗଲା। ଆଉ ଆରପଟ ଜଙ୍ଗଲରେ ଟିକିର ନଣନ୍ଦ ବାହା ହେଇଥାଏ। ତାର ଶାଶୁମା ସେଇଠିକି ଲୁଚି ଲୁଚି ଯାଆନ୍ତି ଆଉ ତାକୁ ଟଙ୍କା ଦିଅନ୍ତି। ଏଇ ନେ ଫୁଲ, ପୁରା 2000 ଟଙ୍କା ଅଛି। ସିଏ ତ କାଲି କାମରୁ ଜଲ୍ଦି ଫେରି ଆସିଥିଲା, ସେଥିପାଇଁ ଅଧିକା ଟଙ୍କା ମାରିପାରିଲିନି। ଏତିକି ଥିଲା, ତୁ ନେ। ମା, ତମ ପୁଅ ତ ମଦ ପିଇକି ପୁରା 10,000 ଟଙ୍କା ବାକି କରିଦେଇଛନ୍ତି, ଆଉ ଏ 2,000 କ'ଣ ହବ? କ'ଣ ହେଲା? ପୁରା 10,000? ହଁ, ହଉ ତାହେଲେ
ମୁଁ ତ କିଛି କରିପାରୁନି। ସେଇ ଟିକି ଗୁପଚୁପ୍ ବିକ୍ରି କରୁଛି, ତାର ଭଲ ବେପାର ହେଉଛି। ହଁ ଯେ ମା, ହେଲେ ଟିକେ ଜଲ୍ଦି 10,000 ଟଙ୍କା ଠିକ୍ କରିବ, ନହେଲେ ମୁଁ ସେ କରଜ ସୁଝି ପାରିବିନି। ଟିକିର ଗୁପଚୁପ୍ ପଇସାରୁ ମୁଁ 10,000 କାଢ଼ିକି ଆଣି ତତେ ଦେବି, ତୁ ଜମା ବି ବ୍ୟସ୍ତ ହଅନା ହେଲା। ବୁଢ଼ୀ ସବୁଦିନ ତା ଝିଅ ଘରକୁ ଆସେ। ସେପଟେ ଟିକି ତା ବିକ୍ରି ସାରି ଠେଲା ଧରି ଘରକୁ ଯାଏ, ଦେଖେ ତ ଗୁଡ଼ିଆ ତା ବସାରୁ ତଳେ ଖସି ପଡ଼ିଛି। ଟିକି ଯାଇ ତା ଝିଅକୁ ବସା ଉପରକୁ ଉଠାଏ। ଏ ଶାଶୁ ମା ବି ସବୁଦିନ କୁଆଡେ ଚାଲି ଯାଉଛନ୍ତି, ମୋ ପିଲାମାନଙ୍କର ଯତ୍ନ ଜମା ବି ନେଉନାହାନ୍ତି। ଆଉ ମୁଁ ଯଦି କିଛି କହିବି ଯାଇକି ସମସ୍ତଙ୍କ ଆଗରେ ଲଗେଇକି କହିବେ, ଜଙ୍ଗଲ ସାରା ଖାଲି ମୋ ନାଁରେ ଗପିବେ। କୁଆଡେ ଯେ ଶାଶୁ ମା ଚାଲି ଯାଉଛନ୍ତି। ଟିକି ଏମିତି କହୁଥାଏ, ସେତିକି ବେଳେ ତା ଶାଶୁ ମା ଆସି ସେଠି ପହଞ୍ଚି ଯାଆନ୍ତି। ଆଲୋ ବୋହୂ, କ'ଣ କହୁଥିଲୁ? ମୋତେ କ'ଣ କହୁଛୁ ନା କ'ଣ? ତମେ କୁଆଡେ ଯାଇଥିଲ? ଗୁଡିଆ ବସାରୁ ତଳେ ପଡି ଯାଇଥିଲା। ହଁ ବା, ଛୋଟ ପିଲା ସେମିତି ପଡ଼ିଯାଆନ୍ତି। ଆଉ ପଇସା ବ୍ୟାଗଟା କୋଉଠି ରଖିଛୁ ଟିକି? ପଇସା ବ୍ୟାଗ ସେଇ ଟେବୁଲ ଉପରେ ଥୁଆ ହେଇଛି, ତମେ ଗଣି ଦିଅ, ମୁଁ ଯାଉଛି ରୋଷେଇ କରିବା ପାଇଁ। ଟିକିର ଶାଶୁ ପଇସା ଗଣୁଥାଏ, ଆଉ ତା ଦେହରୁ ଅଧେ ପଇସା ନିଜ ଝିଅ ପାଇଁ ଲୁଚେଇକି ରଖିଦିଏ। ଆଉ ତା ପରଦିନ ବୁଢ଼ୀ ଟଙ୍କା ଧରିଯାଇ ତା ଝିଅ ଘରେ ପହଞ୍ଚେ। ଆଲୋ ଫୁଲ, ନେ ମା, ପୁରା 10,000 ଟଙ୍କା ଆଣିଛି, ସେ ମଦବାଲାର କରଜ ଦେଇଦେବୁ। ହଁ ଯେ ମା, କ'ଣ କହିବି, ସେ ପ୍ରାୟ ଘରକୁ ବନ୍ଧା ପକେଇ ଦେଇଛନ୍ତି। ସମୟ ହେଲେ ସେ ମାଲିକ ଆସି ଘରୁ ବାହାର ହେ କରିଦେବ। ଭଗବାନ, ତୋ ଭାଗ୍ୟରେ ପୁଣି ଏମିତି ମଦୁଆ ଆଣି ତୋତେ ରାସ୍ତାରେ ଠିଆ କରିଦେବ ଥିଲା। ହଁ ମା, ତମେ ମୋ ପାଇଁ କୋଉଠି କାମ ଠିକ୍ କରିଦିଅ, ମୁଁ କାମ କରିକି ସବୁ ସୁଝିଦେବି କରଜ। ନା ନା, ମୁଁ ବଞ୍ଚି ଥାଉ ଥାଉ ତୁ ଯିବୁ ବାହାରକୁ କାମ କରିବା ପାଇଁ। କହ କେତେ ଟଙ୍କା କରଜ କହ, ମୁଁ ତୋତେ ଦେବି ଆଣିକି। ପୁରା 2,00,000 ଟଙ୍କା, ନହେଲେ ଘର ବିକ୍ରି ହେଇଯିବ, ଆଉ ମୁଁ ଦାଣ୍ଡକୁ ଚାଲିଯିବି। ତମେ କିଛି କର। 2,00,000 ଟଙ୍କା? ଟିକେ ସମୟ ଲାଗିବ। ହଁ ମା, ତମେ ହିଁ କିଛି କର। ହଉ, ତୁ ଜମା ବି ବ୍ୟସ୍ତ ହନା। ତାପରେ ଟିକିର ଶାଶୁ ଚାଲିଲା ଟିକି ପାଖକୁ, ଆଉ ସେ ଟିକିକୁ ଯାଇ 2,00,000 ଟଙ୍କା ମାଗିଲା। ଟିକି, ମୋର 2,00,000 ଟଙ୍କା ଦରକାର, ମୋତେ ଏବେ ତୁ ଦେ। ତୁ ବେପାର କରୁଛୁ ନା, ତୁ ମୋତେ ଦେ। ଶାଶୁ ମା, ତମେ ଏତେ ମୋଟା ଟଙ୍କା କ'ଣ କରିବ? ପୁରା 2,00,000। ମୁଁ ତୋ ଶାଶୁ ନା ତୁ ମୋ ଶାଶୁ? ମୋତେ କ'ଣ ଏତେ କଥା ପଚାରୁଛୁ? ମୁଁ କହିଲି ମୋତେ 2,00,000 ଟଙ୍କା ଦରକାର। ମୁଁ ତ ଗୁପଚୁପ୍ ବିକ୍ରି କରି 2,00,000 ଟଙ୍କା ମୁଁ କୋଉଠୁ ଆଣିବି? ଏତେ ମୋଟା ଟଙ୍କା ମତେ କିଏ ଦବ? କ'ଣ ହେଲା, 2,00,000 ଟଙ୍କା ଦେଇପାରିବୁନି? ଯଦି ନ ଦେଇପାରିବୁ ତାହେଲେ ତୋ ପିଲାକୁ ଧରି ଏ ଘରୁ ବାହାର। ଏ ଘର ମୋର, ମୁଁ ଏ ଘର ବିକ୍ରି କରିଦେବି। ତାପରେ 2,00,000 ଟଙ୍କା ହେଇଯିବ। ଜଲ୍ଦି ବାହାର, ମୋ ଘର ଛାଡ଼ି ତୁ ଚାଲିଯା। ଟିକି ମନେ ମନେ ଭାବୁଥାଏ, ତା ଶାଶୁ ଏମିତି ଦିନେ କରିବେ ବୋଲି ସେ ଜାଣିଥିଲା। ସେଥିପାଇଁ ତା ରୋଜଗାରର ଟଙ୍କା ସେ ପାରା ପାଖରେ ସାଇତିକି ରଖିଥିଲା। ବୁଢ଼ୀ ଏମିତି କହି ଟିକିକୁ ତା ଘରୁ ବାହାର କରିଦେଲା। ଟିକି ତାର ପୁଅ ଝିଅଙ୍କୁ ଧରି ପାରା ପାଖକୁ ଗଲା। ଟିକିର ଶାଶୁ ସକାଳୁ ସକାଳୁ ଲୋକ ଡାକି ଘର ବିକ୍ରି କରିଦେଲା। ପୁରା 2,00,000 ନେଇ ତା ଝିଅକୁ ଦେଲା। ଏପଟେ ଟିକି ତା ସଞ୍ଚିତ ପଇସାର, ନିଜ ରୋଜଗାର ପଇସାର ଗୋଟେ ସୁନ୍ଦର ଘରେ କରି ରହେ ତା ପୁଅ ଝିଅଙ୍କ ସହିତ। ଆଲୋ ମା ଫୁଲ, ତୁ ଆଜି କ'ଣ ଖାଇବାକୁ କରିଛୁ? ଆଲୋ ମା, ତୋ ଜୋଇଁ କ'ଣ ପରିବା ପତ୍ର ଆଣେ ଯେ ମୁଁ ତୋ ପାଇଁ ରୋଷେଇ କରିବି? ଖାଲି ଦାନା ଅଛି। ବୁଢ଼ୀକୁ ତ ବୟସ ହେଇଯାଇଥାଏ, ସେ ଶୁଖିଲା ଦାନା ଖାଇପାରୁନଥାଏ, କିନ୍ତୁ ବାଧ୍ୟ ହୋଇ ଭୋକ ବିକଳରେ ସିଏ ଶୁଖିଲା ଦାନା ଖାଏ। ଟିକି ପାଖରେ ଥିଲାବେଳେ ସେ ଭଲ ଭଲ ଖାଇବା କରିଦିଏ, ହେଲେ ଏଠି ମୋତେ ଶୁଖିଲା ଦାନା ଖାଇବାକୁ ପଡ଼ୁଛି। କ'ଣ କରିବି? କ'ଣ ଯେ ମା? ନା ନା ଲୋ ଝିଅ, କିଛି ନାହିଁ, ଏଇ ଶୁଖିଲା ଦାନା ତଣ୍ଟିରେ ଗଳୁନି ତ। ଶାଶୁ ମା, ତମକୁ ଖରାପ ଲାଗୁନି? ଝିଅ ଘରେ ବସି ଖାଉଛ, ତମକୁ ତ ଲାଜ ଲାଗିବା କଥା। ଆଉ କହୁଛ କ'ଣ ନା ଶୁଖିଲା ଦାନା ତଣ୍ଟିରେ ଗଳୁନି? ଛି ଛି ଛି, କି ମା ତମେ? ଫୁଲ, ଜୋଇଁ କ'ଣ ଏମିତି କହୁଛନ୍ତି? ତୁ ତାଙ୍କୁ କହିଦେ, ମୋତେ ଏମିତି କଥାବାର୍ତ୍ତା କରିବେନି। ଯେ ମା, ସେ ବା ସମସ୍ତଙ୍କୁ ଏମିତି କଥା କୁହନ୍ତି, ତୁ ଜମା ରାଗେନି। ତୁ ଭଲ ହବ ଘର ଛାଡ଼ି ଚାଲିଯା। ଆରେ ଫୁଲ, ମୁଁ ତ ଘର ଦ୍ୱାର ବିକ୍ରି କରି ସବୁ ଟଙ୍କା ତମକୁ ଆଣିକି ଦେଲି। ଏବେ ମୁଁ କୁଆଡ଼େ ଯିବି? ମୁଁ କୋଉଠି ରହିବି? ତମେ ଏମିତି କ'ଣ କହୁଛ ମୋତେ? ମୋର ଆଉ କିଏ ଅଛି? ମା, ତୁ ଭଲରେ ଭଲରେ ଘର ଛାଡ଼ି ଚାଲିଯା, ନହେଲେ ତୋ ହାତ ଧରି ଜୋଇଁ ଯେତେବେଳେ ନେଇ ବାହାରେ ଛାଡ଼ିଦେବେ, ତୁ ସେତେବେଳେ ମତେ ଆଉ କିଛି କହିବୁନି। ମୁଁ ଆଉ କିଛି କରିପାରିବିନି, ବୁଝିଲୁ ତ? ତାପରେ ଟିକିର ଶାଶୁ ସେ ଘର ଛାଡ଼ି ଚାଲିଯାଏ। ତା ପୁରୁଣା ଘର ପାଖରେ ବସିକି ବୁଢ଼ୀ ବହୁତ କାନ୍ଦେ। ହେ ଭଗବାନ, ଏତେ ସୁନ୍ଦର ଘରକୁ ମୁଁ ବିକ୍ରି କରିଦେଲି, ଆଉ ଲକ୍ଷ୍ମୀ ପରି ଟିକି ବୋହୂକୁ ମୋର ଘରୁ ବାହାର କରିଦେଲି। ଯାହାଙ୍କ ପାଇଁ ଏତେ ସବୁ କଲି, ସେମାନେ ମୋତେ ଶେଷକୁ ଧୋକା ଦେଲେ, ଆଉ ଘରୁ ବାହାର କରିଦେଲେ। ଏବେ ମୁଁ କୁଆଡ଼େ ଯିବି? କଥା ପାରା ଆଉ ଶୁଆ ଏ ସବୁ କଥା ଶୁଣିଲେ। ତାପରେ ଟିକିକୁ ଯାଇ କହିଲେ। ତାପରେ ଟିକି ଆସି ତା ଶାଶୁକୁ ନେଇ ତା ଘରକୁ ଚାଲିଲା। ମୁଁ ଜାଣିଥିଲି ଶାଶୁ ମା ଏମିତି ହବ ବୋଲି, ସେଥିପାଇଁ ସେ ସମୟରେ ମୁଁ କିଛି ନ କହି ଚୁପ୍ ରହିବାକୁ ଭାବିଲି, କାରଣ ତମେ ତ ମୋ କଥା ଶୁଣି ନଥାନ୍ତ। ସେଥିପାଇଁ ମୁଁ ଚୁପ୍ ରହିବାକୁ ଠିକ୍ ଭାବିଲି।
ଦେଖିଲେ ତ ସେମାନେ ତମକୁ କେମିତି ଠକିଦେଲେ ଆଉ ଘରୁ ବାହାର କରିଦେଲେ। ହଁ ରେ ଟିକି ବୋହୂ, ସେମାନେ ମୋତେ ଠକିଦେଲେ ଆଉ ଘରୁ ବାହାର କରିଦେଲେ। ମୁଁ ଏଥରକ ମୋ ନାତି ନାତୁଣୀଙ୍କର ଯତ୍ନ ନେବି। ତାପରେ ବୁଢ଼ୀ ତା ନାତି ନାତୁଣୀଙ୍କ ଯତ୍ନ ନିଏ। ଟିକି ସେପଟେ ବେପାର କରେ। ଏମିତିରେ ସେମାନେ ଚଳନ୍ତି। ଆପଣମାନଙ୍କୁ ଧନ୍ୟବାଦ।